মতে দেখি এমিতি চমকি উঠিলে কাহিকি তুমি তো মতে দেখি চমকি পড়িল না এই পুଅ କହିଲୁ তো পরিচয় কোন ମୁଁ ଗୋଟେ ବସ୍ତା ଚାରଜ ବାପା ମୋର ଠିକଣା ଥିବ ଏ କାହାଣୀର କର୍ଣ୍ଣ ଛାଡ଼ନ୍ତୁ ଆପଣଙ୍କ ମୁଣ୍ଡ ବାଟି ରକ୍ତ ଝରଟ କରି ପାରୁଛି ମୁଁ ଆଗ ମୁଣ୍ଡର ଅଟିଟିଏ କରି ପାରୁଛି ଆପଣ ବୁଝୁନାହାନ୍ତି କାହିଁକି ମାଉସୀ ଆପଣଙ୍କ ମୁଣ୍ଡରୁ ଯେଉଁ ପରିମାଣର ରକ୍ତ ଯାଇଛି ଯଦି କିଛି ଭଲ ମନ୍ଦ ହୋଇଯିବ ଦେଖ ଆପଣ ମୋ ପାଖରେ ପହଞ୍ଚି ଯାଇଛନ୍ତି ମାନେ ଆପଣଙ୍କର କିଛି ଅସୁବିଧା ହବନି ଚାଲନ୍ତୁ ମୁଁ ଆପଣଙ୍କୁ ମେଡିକାଲ ନେଇଯିବି अरे किए तते देखिला परठू काहे के जानी कि मार ममतार मातृत्वटा काहे के जागी उठुची काहे के मार मातृत्वटा जागी उठुची मुझे कथा जानी परमी अच्छा पुओ तो घर कोठी এই পাখ বস্তিরে ମୋ ଘର ମୋ ସଂସାର କହିଲେ ମୋ ଅବୁ କାଳିନିଆ କମଲ ଆଉ ଲଳିତା कमल তুমি এই বস্তিরে তম ঘর ମାଉସୀ ଏ ବସ୍ତିର ସିଏ ମଉର ଭଉଣୀ ଆଉ ଏ ବସ୍ତିଟା ତାରି ପାଇଁ ଆଉ ଏ ବସ୍ତିର ସିଏ ଗେଲ୍ହା ପୁଅ ଖାଲି ସେତିକି ନୁହଁ ମୋ କର୍ଣ୍ଣ ଭାଇଟା ଏ ବସ୍ତିର ପ୍ରତ୍ୟେକ ଲୋକଙ୍କୁ ମୋର ହସ ଦେବା ହଉଛି ତାର ଗୋଟେ ନୀତିଗତ ଅଭ୍ୟାସ ଏ ଭାଇ ଚାଲିଲୁ ତତେ ସେତେବେଳେ ଚାଚା ଅପେକ୍ଷା କରୁଛନ୍ତି ତୁ ଏଠି ଠିଆ ହେଇଛୁ ଯା ଚାଚା ଡାକୁଥିଲେ ଖାଇବୁ ଯା ଆଉ ଏ ହୁନି ଏ ମାଉସୀକୁ ଏମିତି ଅବସ୍ଥାରେ ଛାଡ଼ି ମୁଁ ଯିବି କୁଆଡ଼େ ହଁ ତାଙ୍କର କେହି ଜଣେ ନିଜ ଲୋକ ଆସିଯାଉ ମାମା ମାମା ତୁ ଏଠି ମୁଁ ତତେ କେତେ ଆଡ଼େ ଖୋଜିଲିଣି ତୁ ଏ ବସ୍ତି ପିଲାଙ୍କ ସହ ଏଠି କ'ଣ କରୁଛୁ ନାଇଁ ରେ ବିବେକ କଥା କଣ କି ରାସ୍ତାରେ ରୋଡଟା ପାସ୍ କଲା ବେଳେ ହଠାତ୍ ମୋ ଗାଡି ସାମ୍ନାକୁ ଚାଲିଗଲି ମୁଣ୍ଡଟା ମୋର ମାଡ଼ ହେଇଗଲା ଆଉ ଏ ପୁଅ ମୋ ମୁଣ୍ଡର ପଟିଟା ବାନ୍ଧି ସାରିବା ପରେ ମତେ ଟିକେ ଭାରି ଭଲ ଲାଗୁଛି ଏ ମାମା ତୁ ଏ ମଇଳା ଗାମୁଛାଟା ମୁଣ୍ଡରେ ବାନ୍ଧିଛୁ ଆରେ କାଟଟାକୁ ନହେଲେ ସେ ଖଣ୍ଡିଆ ଜାଗାଟା ଇନଫେକ୍ସନ କରିଯିବ ନାଇଁ ରେ ବିବେକ ଏଇ ପୁଅ এই গামুছার পটিটা মো মুন্ডরে বাঁধি সারলা পরে মতে ভারি আরাম লাগুছি রে ভালো লাগুছি মতে মামা তুমি বুঝো না কাহিকে जो हाथ में मामा मुंडा से गामछाटा बांधी रही छो এই হাতরে খোল আমি খোলবে কথা কইবা কোন আপন শিখি না আপন ভুলি যাচ্ছেন যে আপনক মার মুন্ডরু বহু জোর রক্ত ভাগে আর ও ভাই সে গামছা নেই আপনক মা মুন্ডরে পট্টি বাঁধি দেবারু আপনক মা মুন্ডর রক্তটা বন্ধ হয়ে গেল আপন তো ধন্যবাদ দবা মুন্ডরে আপন তো এমনি ধমক দউଛନ୍ତି তুমি কর্ণকু জানিল বাবু তাকে ভলরে কহিলে জীবন দেই দেব আর
କଲିଜାର ଟାଣି ଆଣିବ। ଆଉ ତାଙ୍କ ସହିତ ଯୁକ୍ତି କରିବା କିଛି ଆବଶ୍ୟକ ନାହିଁ। ଓ ବାବୁ, ତମ ମା ମୁଣ୍ଡରୁ ମୁଣ୍ଡ ଫାଟି ରକ୍ତ ଝରୁଥିଲା। ମୁଁ ତାଙ୍କ ମୁଣ୍ଡରେ ମୋ ଗାମୁଛାଟା ପଟି କରି ବାନ୍ଧି ଦେଇଥିଲି। ଏଇନେ ମୋ ଗାମୁଛାଟା ମୁଁ ଖୋଲି ଦଉଛି, ତମେ ତମ ରୁମାଲଟାକୁ ପଟି କରି ବାନ୍ଧି ଦିଅ। ଆହା ଯା ଖୋଲି ଦେ ସେ ଗାମୁଛା। ଓ ବାବୁ, ସେ ରକ୍ତ ପୁଣି ବହିବା ଆରମ୍ଭ ହେଲା। ଯାଆନ୍ତୁ ବାବୁ, ଆପଣଙ୍କ ରୁମାଲଟା ପଟି କରି ବାନ୍ଧି ଦିଅନ୍ତୁ। ମୁଁ ନା ନା ମାମାକୁ ଘରେ ଛାଡ଼ି ମୋର ଗୋଟେ ଇମ୍ପୋର୍ଟାଣ୍ଟ ମିଟିଂ ଯିବାର ଅଛି। ଆଉ ସେ ରକ୍ତଚିତା ମୋ ଡ୍ରେସ୍ ଲାଗି କେସ୍ଟି ନଷ୍ଟ ହେଇଯିବ। ଏ ତୁ ଯା ଏ ରୁମାଲଟାকে ପଟି କରି ବାନ୍ଧି ଦେ। ଆମେ ଯାବେ। ଓ ବାବୁ, ଏଇନେ ତ ବଡ ବଡ ଭାଷଣ ମାରୁଥିଲ। କଣ ନା ମାର ରକ୍ତ ଚିତା ବାଜି ଦାମୀ ଡ୍ରେସଟା ନଷ୍ଟ ହୋଇଯିବ। ହଇଲୋ ବାବୁ, ତମେ ଏଇ ମାର ପୁଅଟି। ছোট বেড়ে যেতেବେଳେ ତମେ ଏଇ ମା ଉପରେ କେତେ ଧାରା ପରିଶ୍ରା କରିଦିଅ। ସେତେବେଳେ ତ ତମର ଏଇ ମାର ଶାଢୀଟା ନଷ୍ଟ ହେଇଯାଉନଥିଲା, ତମକୁ ତ ତଳେ ପକାଇ ଦଉନଥିଲା। ଏଇନେ ମୁଣ୍ଡକୁ ହାତ ପାଇଗଲା ପରେ କଣ ନା ମାର ରକ୍ତ ଚିତା ବାଜି ଦାମୀ ଡ୍ରେସଟା ନଷ୍ଟ ହେଇଯିବ। ତମେ ମାନେ ତ ମା ପୁଅ ପାଇଁ ଗୋଟେ ଗୋଟେ କଳଙ୍କ। କଣ କରିବେ ଶଳା ଛୋଟ ଲୋକ? ମୁଁ ପୁଅ ନାଁରେ କଳଙ୍କ ବେ, ମୁଁ ପୁଅ ନାଁରେ କଳଙ୍କ ବେ ଶଳା ହାରାମେ। ଆବଶ୍ୟକ ପଡ଼ିଲେ ଏଇ ହାତଟାକୁ କାଟି ଅନ୍ୟ ହାତରେ ଧରାଇ ଦେଇ ପାରିଥାନ୍ତା, କିନ୍ତୁ ମୁଁ ଠିକ ଜାଣିଛି ମୁଁ ସିନା ମୋ ମାକୁ ଦେଖିଲି। ପୁଅକୁ ଯନ୍ତ୍ରଣା ଅଧିକ ହେଲେ ମାକୁ ଅଧିକ କଷ୍ଟ ହବ। ବାବୁ, ତୁ ବୋଧେ କେବେ ଷଣ୍ଢ ଲଢ଼େଇ ଦେଖିନୁ। ଷଣ୍ଢ ଲଢ଼େଇ ଯଦି ଆଖି ଆଗରେ ଦେଖିଥାନ୍ତୁ, ଏମିତି ଷଣ୍ଢ ଆଗରେ ଠିଆ ହେଇ ଏଭଳିଆ ବଡ ବଡ ଭାଷଣ ମାରି ନଥାନ୍ତୁ। କିନ୍ତୁ ବେଳା ଭଲ ଅଛି, ତାହେଲେ ଏଠୁ ଭଲରେ ପଳା, ନହେଲେ କିଏ ଜାଣି ଏଠୁ ଭଲରେ ଫେରିବୁ କେମିତି। ଆଜି କର୍ଣ୍ଣର ମୁଣ୍ଡଟା ଥଣ୍ଡା ଅଛି, ସେଇଥିପାଇଁ ତୁ ବଞ୍ଚିଗଲୁ। ନହେଲେ ଏଇଠୁ ତ ଲାଷ୍ଟ ଯାଇଥାନ୍ତା ଲାଷ୍ଟ। ମାମା ମୋ ଗାଡ଼ିରେ ଅଛି, ତୁ ଆସ। ଶୁଣ କର୍ଣ୍ଣ, ମୋର এই কথাটা আমার মনে রহিলা। ঠিক জায়গায় ঠিক সময়ে পরিশোধ করে দেবে। আসুছে, গুড বাই।
ହେଲେ କେତିକି ଜାଣିଛି କୋଉ ଅବଧ୍ୟା ମାର ସନ୍ତାନ ମୁଁ ସେଇଥିପାଇଁ ମତେ ରାସ୍ତା କଡ଼ରେ ଫୋପାଡ଼ି ଦେଇ ଚାଲିଗଲା।